ସୁଲତା ଦେଓଙ୍କ ବିରୁଦ୍ଧରେ ବର୍ତ୍ତମାନ ଦେବାଶିଷ ସାମନ୍ତରା ବିଷୋଦ୍ଗାର କରୁଛନ୍ତି। ସେ କହୁଛନ୍ତି ସୁଲତା ଦେଓ ଏବଂ ମୁଁ ଆମେ ପାର୍ଟିରେ କିଏ କେତେ ପୁରୁଣା ସମସ୍ତେ ଜାଣିଛନ୍ତି, କିଏ କେତେ ପୁରୁଖା ନେତା ସମସ୍ତେ ଜାଣିଛନ୍ତି। ଛୋଟ ନେତା ହେଇକରି ନବୀନ ପଟ୍ଟନାୟକ ବର୍ତ୍ତମାନ ଯେଉଁ ସମସ୍ୟାକୁ ନେଇ ୱାକଫ ବିଲ୍ର ସମାଧାନ କରିଥିବା ପରେ ମଧ୍ୟ ଯଦି ତାଙ୍କର ପୁଣି ଚିରାଚରିତ ଧନ୍ଦାରେ ସେ ଟ୍ୱିଟର କରି ତାକୁ ଉଜ୍ଜୀବିତ କରାଉଛନ୍ତି, ଏ ଦଳର କ୍ଷତି କରୁଛନ୍ତି, ସେ ନିଜକୁ ସଂଶୋଧିତ କରନ୍ତୁ, ନହେଲେ ତାଙ୍କ ବିରୁଦ୍ଧରେ ମଧ୍ୟ ନବୀନ ପଟ୍ଟନାୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏହା ଉପରେ ମଧ୍ୟ ରାଜା ସ୍ୱାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନ ପଟ୍ଟନାୟକକୁ ଲେଖିଛନ୍ତି ଏବଂ ଯାହାକୁ ଦେବୀ ମିଶ୍ର ମଧ୍ୟ କାଉଣ୍ଟର କରିଛନ୍ତି। ସେ କହୁଛନ୍ତି ସବୁ ଜିନିଷ ସମାଧାନ ହେବ, ଦଳରେ ଜଣେ ନେତା ନବୀନ ପଟ୍ଟନାୟକ, ଆମେ ସମସ୍ତେ ତାଙ୍କ ଅଧୀନରେ ଅଛୁ। ତେଣୁ ଦଳରେ ଜଣେ ନେତା କି 5 ଜଣ ନେତା କି ଆଉ କିଏ ନେତା ଅଛନ୍ତି ତା ଆପଣମାନେ ବିଚାର କରିବେ ଏବଂ ସମୟ ବିଚାର କରିବ। ଏମାନେ ସମସ୍ତେ ଜାଣିଛନ୍ତି ନବୀନ ପଟ୍ଟନାୟକ ବର୍ତ୍ତମାନ କାହା ପାଇଁ କାହା ଇଙ୍ଗିତରେ ଏବଂ କାହା ପାଇଁ ସେ ଦଳରେ ଯେଉଁ କ୍ଲାରିଫିକେସନ୍ ଦେଲେ, ୱାକଫ ବିଲ୍ ବିରୁଦ୍ଧରେ ଯେଉଁ ଚାଲିଥିଲା ଅସନ୍ତୋଷ ତାକୁ ଏଡ଼ି ଯାଇ ପ୍ରଭାତ ତ୍ରିପାଠୀଙ୍କ ଉପରେ ଦେଲେ ଏବଂ ପାଣ୍ଡିଆନଙ୍କ ଉପରେ ସଫେଇ ଦେଲେ ଯେ ସେ ଏବେ ମଧ୍ୟ ଦଳରେ ନାହାନ୍ତି 8 ମାସ ତଳୁ 10 ମାସ ତଳୁ। ଏହା ଲୋକମାନଙ୍କର ବିଚାର୍ଯ୍ୟ, ଲୋକମାନେ ବିଚାର କରିବେ। ଆମେ ଏହା ଉପରେ କିଛି କହୁନାହୁଁ। ଆପଣ ଏହା ଉପରେ ଆପଣଙ୍କ ମତାମତ ରଖନ୍ତୁ। କେତେ ଦୂର ଏ ଯେଉଁ ବିଶୃଙ୍ଖଳା ତାକୁ ପ୍ରଶମିତ କରିବ, ଏହା ଆପଣଙ୍କ ଉପରେ ଛଡ଼ାଯାଉଛି।